ଆପଣ ଦେଖନ୍ତୁ ଭଞ୍ଜ କହିଲେ ମୁକୁର କହିଲେ ମା ଦର୍ପଣ ଦର୍ପଣ ଆଗରେ ସକାଳୁ ଛିଡ଼ା ହେବେ ସୁନ୍ଦର ଚେହେରା ସୁନ୍ଦର ଭାବରେ ବେଶ ପୋଷାକ ପକାଇବେ ଦର୍ପଣ ଆଗରେ ଛିଡ଼ା ହେବେ ପ୍ରତିବିମ୍ବଟା ଆପଣଙ୍କୁ ସୁନ୍ଦର ଲାଗିବ। ଆଚ୍ଛା ନିଜ ପ୍ରତିବିମ୍ବ ସୁନ୍ଦର ଲାଗିଲା ବୋଲି ଭାଇ କେହି କ'ଣ ପ୍ରତିବିମ୍ବଟାକୁ ଆଲିଙ୍ଗନ କରିପାରିବ? ସେ ତ ମିରର ଭିତରେ ରହିଲା ପ୍ରତିବିମ୍ବକୁ ତୁମେ କେମିତି ଆଲିଙ୍ଗନ କରିବ କହିଲେ ଅସମ୍ଭବ। ସକାଳୁ ବାଟ ଚାଲୁଛନ୍ତି ଚାଲିଲା ବେଳେ ଛାଇଟା ଲମ୍ବା ପଡ଼ିଛି ଲମ୍ବା ଛାଇଟାକୁ ଆପଣ ଯେତେ ଦୌଡ଼ିବେ ସେଇଟାକୁ ଗୋଡ଼େଇ ଧରିବି ପାରିବେନି ଆଜ୍ଞା। ଆପଣ ଯେତେ ଦୌଡ଼ିବେ ଛାଇ ସେତେ ଆଗକୁ ଯିବ ତାହେଲେ ଆପଣ ତ ପାରିବେନି ଏଇଟା ଅସମ୍ଭବ। କାହିଁକି ସେ ସେତିକି ନୁହଁ କହିଲେ ସ୍ୱପ୍ନ କି ସତ ହୋଇବ ସ୍ୱପ୍ନ ସତକାର ହେଇନି କିମ୍ବା ହବନି। ଦେଖନ୍ତୁ ଇଏ କହିଲେ ମୃଗ ତୃଷ୍ଣା ଜଳ ତୃଷା କି ନାସିବ ମୃଗ ତୃଷ୍ଣା ଜଳ ଆପଣ ଖରାଦିନେ ଯିବେ ବର୍ତ୍ତମାନର ସମୟ ଗାଡ଼ିରେ ଯାଉଛନ୍ତି ଆଗରେ ଜଳ ତରଙ୍ଗ ଡେଇଁଲା ଭଳି ଦିଶିବ ଶୋଷ ଲାଗୁଛି ବୋଲି ମୃଗ ତୃଷ୍ଣା ଜଳକୁ ଆପଣ ଦି ଆଞ୍ଜୁଳା ପିଇ କ'ଣ ତାକୁ ଶୋଷ ମେଣ୍ଟାଇବେ ତା ପାରିବେନି। କାହିଁକି ନା ସେଇଟା ହେଉଛି ଅସମ୍ଭବ। କହିଲେ ଏ ଅସମ୍ଭବକୁ ଆପଣ ସମ୍ଭବ କରିପାରିବେନି। ତାହେଲେ କାହିଁକି ବୋଲେ ମନ୍ତ୍ରୀ ଯା ସବୁ ମୂଳ ସିନା ଦଇବ କହିଲେ କବି କହିଲେ ସବୁର ମୂଳରେ ଦଇବ କାହିଁକି ଲୋ ମା ଏଇଲେ ଆପଣ କହିଲେ ଅସମ୍ଭବ ହବନି। କହିଲେ ଭଞ୍ଜ କହିଲେ ମହାକବି କାଳିଦାସ କହିଲେ ଆପଣମାନଙ୍କର ଦୀନକୃଷ୍ଣ ଅସମ୍ଭବ ସମ୍ଭବ ହବନି କିନ୍ତୁ ଏଇଲେ କହିବେ ସମ୍ଭବ ହବ। କାହିଁକି କିଏ ଜାଣିଥିଲା ଅଗାଧ ସାଗର ଚଳୁ ମଧ୍ୟ ସମ୍ଭବ ଆଇବ। ଆପଣ ତ କହିଲେ ଅସମ୍ଭବ ସମ୍ଭବ ହବନି। ଏତେ ବଡ଼ ଖରା ଦିନ ଶୋଷରେ ଆସୁଥିବେ 2 ଲିଟର ଥଣ୍ଡା ଆପଣଙ୍କ ବନ୍ଧୁ ଆପଣଙ୍କୁ ଦେବେ ଭାଇ ଶୋଷରେ ଆସିଛ ପିଇ ଦିଅ ଆପଣ ପିଇ ପାରିବେ 2 ଲିଟର ଥଣ୍ଡା ପିଇ ପାରିବେନି କିନ୍ତୁ ଏଇଲେ ହଁ କରିବେ ହବ। କିଏ ଜାଣିଥିଲା ଅଗାଧ ସାଗର ଏଇ ମାଟିରେ ଏ ଭାରତ ବର୍ଷରେ ଜଣେ ବାବାଜୀ ସପ୍ତ ସାଗରକୁ ଚଳୁ କରିଦେଲେ ସିଏ ହେଉଛନ୍ତି ଅଗସ୍ତି। ଆମେ ତ 2 ଲିଟର ପାଣି ପିଇ ପାରିବାନି ସେ କେମିତି ସପ୍ତ ସାଗର ପିଇଦେଲେ ଅସମ୍ଭବ ସମ୍ଭବ ହେଇଛି। କାହିଁକି ଆପଣ ଦେଖନ୍ତୁ ଆପଣଙ୍କ ଗାଁରେ ଆପଣ ଜମି ଚାଷ କରୁଛନ୍ତି ମାଲୋ ତମ ଗାଁ ଜମି ଚାଷ ବେଳେ ଝିଅ ଜନ୍ମ କରିଛି ବିଲ କହିବେ ହେ ଇଏ କିଏ କଥା କିନ୍ତୁ ଆପଣ ଏଇଲେ କହିବେ ପୁରାଣରେ ଜନକ ଋଷି ଭୂମି କର୍ଷଣ କରୁ କରୁ ଝିଅ ଜନ୍ମ ହେଲା ଆମ ଗାଁରୁ ବାହାରିନି କିନ୍ତୁ ପୁରାଣ ତ କହୁଛି ଆପଣ ହଁ କରିବେ। ଆପଣଙ୍କ ଗାଁ ପାଖରେ ପାହାଡ଼ ଅଛି ଆପଣଙ୍କ ପାହାଡ଼ ପିଲା ଜନ୍ମ କରିଛି କିନ୍ତୁ ଆପଣ ଏଇଲେ କହିବେ ହିମାଳୟରୁ ଜନ୍ମ ହେଲେ ମା ପାର୍ବତୀ ପାହାଡ଼ ତ ଝିଅ ଜନ୍ମ କଲା। ଆପଣଙ୍କ ଗାଁରେ ଯଜ୍ଞ ହେଉଛି ହୋମ ହେଉଛି କି ତମ ଗାଁରେ ଚୁଲି ଜାଳୁଛ ମା ତମ ଚୁଲି ଭିତରୁ ଝିଅ ଜନ୍ମ ହେଲାଣି ତମ ଯଜ୍ଞ କୁଣ୍ଡରୁ ଝିଅ ବାହାରିଛି ତମ ହୋମ କୁଣ୍ଡରୁ ଝିଅ ବାହାରିଛି କିନ୍ତୁ ଏଇଲେ କହିବେ ଯଜ୍ଞ କୁଣ୍ଡରୁ ଝିଅ ଜନ୍ମ ନେଲା ସେ କିଏ ସେ ମା ଯାଜ୍ଞସେନୀ ଦ୍ରୌପଦୀ ଅଗ୍ନିକୁଣ୍ଡରୁ ଜନ୍ମ ହେଲେ ତାହେଲେ ଅସମ୍ଭବ ତ ସମ୍ଭବ ହେଇଛି। ତାହେଲେ ଅସମ୍ଭବ ସମ୍ଭବ କାହିଁକି ହୁଏ ନା ବେଳେ ବେଳେ ଧର୍ମ ରକ୍ଷା କରିବା ପାଇଁ ପ୍ରଭୁ ଧରାଧାମକୁ ଯେତେବେଳେ ଆସନ୍ତି ସେତେବେଳେ ଅସମ୍ଭବରେ ସମ୍ଭବ ସୃଷ୍ଟି ହୁଏ ଆଉ ଯେତେବେଳେ ଅସମ୍ଭବରେ ସମ୍ଭବ ସୃଷ୍ଟି ହେବ ଆପଣ ଜାଣିବେ ଯେ ନିଶ୍ଚିତ ଭାବରେ ଇଏ କିଛି ଗୋଟେ ପ୍ରଳୟ ସୃଷ୍ଟି ହେବ। ଆଜି ନ୍ୟୁଜ୍ 18 କହିଛି H5N1 ଗୋଟେ ଭୂତାଣୁ ଆସୁଛି ସେ କରୋନା ଠାରୁ କୋଭିଡ ଠାରୁ 100 ଗୁଣ ଆହୁରି ସଂକ୍ରମିତ ହେବ 50% ଲୋକ ମରିବେ। ଦେଖନ୍ତୁ ଅସମ୍ଭବ ସମ୍ଭବ କରୁଛି କିଏ ନା ଜଣେ ଆପଣ କହିପାରିବେନି ନା ମୁଁ କହିପାରିବେନି। ତାହେଲେ ଏ କଥା ହେଲା କାହିଁକି ଛୋଟିଆ କାହାଣୀ ପଦେ କହୁଛି ଅସମ୍ଭବରେ ସମ୍ଭବ କାହିଁକି ହେଲା କହିଲେ ସତ ବଜ୍ର ବାଟୁଳି କି सहस घूर्णी बात्या सृष्टि हेले जमती प्रलय सृष्टि हुए हजार हजार वज्र बाटुली देहरे बाजिले जेमिति जेतिकी आघात हुए सेतिकी आघात जनक मनरे आज हेछि से आउ कहीं नुह आर्यावर्त पवित्र भारत भूमिर जड़े ब्राह्मण आपण समाज रे जोड़िया आखि देखिबे से जोड़िक किए मा घरे जदि स्त्री आखिर लुह बहिला आपण जानवे से घर बेसी दिन नुह हो प्रभु सत्यनारायण कले कौन तो ना हैं वाह जाओ ये कुनिपु आयुषर से विश्वपिता ठाकुर आगंतुक भविष्य उज्ज्वलमय करंतु चलापथ कुसुमित करंतु सर्वरिष्ठ खंडन कर दीर्घायु करंतु सर्वे बोल आनंद कबार जाओ देखंतु ना जेता चेष्टा कले मध्य आपण परिवर्तन करि परिबेनी किंतु समाज रे
ଘରେ ଯଦି ସ୍ତ୍ରୀ ଆଖିରେ ଲୁହ ରହେ ଆପଣ ଦେଖନ୍ତୁ ସେ ଘରର ଉନ୍ନତି ନାହିଁ। ଆଉ ସମାଜରେ ଯଦି ବ୍ରାହ୍ମଣ ଆଖିରେ ଲୁହ ରହେ ତାହେଲେ ସେ ସମାଜର ଉନ୍ନତି ନାହିଁ। ତେଣୁ ଦି ଜଣଙ୍କ ଆଖିରେ ଲୁହ ରହିଲେ ସମାଜର ଅବକ୍ଷୟ ହୁଏ। ଘର କହିଲେ କାହାକୁ ବୁଝାନ୍ତି ଲୋ ମା? ଘର କହିଲେ ଘରଣୀକୁ ବୁଝାଏ। କଥାରେ କହନ୍ତି ସେ ଲୋକଟାର ଘର ଭାଙ୍ଗିଗଲା। କାହିଁକି ଆଜ୍ଞା? କ'ଣ ଛାତ ଭୁଷୁଡ଼ି ପଡ଼େ? ନାଇଁ, ଯଦି ସ୍ତ୍ରୀ ମରିଯାଏ ଆପଣ କହିବେ ଘର ଭାଙ୍ଗିଗଲା। ଘର ସଜାଡ଼ିବ ସ୍ତ୍ରୀ। ସ୍ତ୍ରୀ ଯଦି ଚାହିଁବ ଘର ରହିବ, ସ୍ତ୍ରୀ ଯଦି ଚାହିଁବ ଘର ଭୁଷୁଡ଼ି ଯିବ। ତାହେଲେ କହିବାର ଉଦ୍ଦେଶ୍ୟ, ଯଦି ଘର ସ୍ତ୍ରୀ କି କେବେ ନାଲି ଆଖି ଦେଖେଇ କଥା କହୁଛନ୍ତି ତାହେଲେ ଭୁଲ କରିବେନି। ସେମିତି ସ୍ତ୍ରୀ କି ଯଦି ନାଲି ଆଖି ଦେଖେଇ କଥା କହିବେ ଦିନେ ଉପାସ ରହିବେ, ନହେଲେ ପାପ ହବ। ଯଦି ସ୍ତ୍ରୀ କି ଚାପୁଡ଼ାଟିଏ ମାରିବ ତାହେଲେ 3 ଦିନ ଉପାସ ରହିବ, ନହେଲେ ପାପ ହବ। ଯଦି ରକ୍ତ ବାହାରିଲା ଭଳିଆ ଭାଇ ସ୍ତ୍ରୀ କି ମାରିବ ତାହେଲେ 7 ଦିନ ଉପାସ ରହିବ। ତେଣୁ ଜୀବନରେ ସ୍ତ୍ରୀ କି କେବେ ମାରିବେନି। ଶାସ୍ତ୍ର କହୁଛି ସ୍ତ୍ରୀ କି ମାରିଲେ ପାପ ହବ, କିନ୍ତୁ ଆଉ ଗୋଟାଏ ଶାସ୍ତ୍ର କହୁଛି 6 ଜଣଙ୍କୁ ଟିକେ ଟିକେ ମାରିବ। କଲେ ମର୍ଦଳ ପଠ ପନାରୀ ଗ୍ରାମୀଣ ପଶୁ ପାଳକ ଅରଜକ ନାପିତ ଶୈବ ସରେଇତେ ମାରଣ ଦଏ। ସ୍ତ୍ରୀ କି ମାରିବେନି କହିଲେ ଏଠି କହିଲେଣି 6 ଜଣଙ୍କୁ ମାରିବ। ମର୍ଦଳ, ଢୋଲ, ନାଗେରା, ମୃଦଙ୍ଗ, ତବଲା, ଯେତେ ବାଡ଼ିଆ ଯନ୍ତ୍ର ତାକୁ ବାଡ଼େଇଲେ ସୁନ୍ଦର। ବାୟକ ଯଦି ମୃଦଙ୍ଗ ଜୋରରେ ବାଡ଼େଇବ ଆପଣ କହିବେ ବଢ଼ିଆ ବାୟକ, ଯଦି ଜୋରରେ ନ ବାଡ଼େଇବ କହିବେ ବାଗ ନୁହଁ। ତାହେଲେ ମୃଦଙ୍ଗକୁ ମାଡ଼। ପାଠ ପଢ଼ୁଆ ପିଲା ତାକୁ ମାଡ଼। ଜୀବନରେ ଯଦି ପାଠ ପଢ଼ା ପିଲା ମାଡ଼ ନ ଖାଇଲା ପାଠ ହବନି। ଯେଉଁଦିନ ମା ପାଚେରୀରେ ସ୍କୁଲ ପାଚେରୀରେ ଲେଖା ହେଲାଣି ଟୋଲ ଫ୍ରି ନମ୍ବର, ସେଇଦିନ ପିଲା ମୂର୍ଖ ହେବା ଆରମ୍ଭ କଲେ। ମାଷ୍ଟର ମାରିବ କାହିଁକି? ତା ଚାକିରି ଯିବ କାହିଁକି? ତମ ପିଲା 10ମରେ ପାଠ ପଢ଼ିବନି, ଛୁଟି ଦରଖାସ୍ତ ଲେଖି ଜାଣୁନି। କାହିଁକି ନା ମାଡ଼ ଅଭାବରୁ। ପିଲାକୁ ମାଡ଼। ଯେଉଁ ପିଲା ମାଡ଼ ଖାଇନି ତା ଜୀବନରେ ଉନ୍ନତ ନାହିଁ। ତେଣୁ ପିଲାକୁ ତାଗିଦ କରନ୍ତୁ। କହିଲେ ମର୍ଦଳ ପଠୋପ ନାରୀ। ଏଇଲେ ଶାସ୍ତ୍ର କହୁଥିଲା ନାଲି ଆଖି ଦେଖିଲେ ପାପ ହବ, ଏଇଲେ କହୁଛି ନାରୀ କି ମାଡ଼। ମାଡ଼ ଯେ ସବୁଦିନ ନୁହଁ, ମାସେ 1.5 ମାସ 2 ମାସରେ ଦେଖିକି ଟିକେ ଦେବେ। ଅନୁଶାସନ ନହେଲେ ଭୁଲେ ମା ଖରାପ ଭାବିବନି ତମ କଥା କହୁଛି। ହଁ ନାଇଁ ସେଇଠି କହିଲେ ଇଏ 6 ଜଣଙ୍କୁ ମାରିବ। ତେଣୁ ଇଏ କହିଲେ ବ୍ରାହ୍ମଣ ବସି କାନ୍ଦୁଛନ୍ତି। ସେ ବ୍ରାହ୍ମଣ ଆଜ୍ଞା କିଏ? ସନା ଦାସ ନୁହଁ, ନାଇଁ ଆର୍ଯ୍ୟାବର୍ତ ପବିତ୍ର ଭାରତ ଭୂମିର ଜଣେ ଯୋଗ୍ୟ ବ୍ରାହ୍ମଣ। ହଁ, ସିଏ କାନ୍ଦୁଥିଲେ। ସେ କିଏ? ସେ ଆଚାର୍ଯ୍ୟ ଦ୍ରୋଣ। ଦ୍ରୋଣ ଗୁରୁ ବସି କାନ୍ଦୁଛନ୍ତି। 105 ପିଲା ପାଠ ପଢ଼ିବାକୁ ଯାଆନ୍ତି, କିନ୍ତୁ ପିଲାମାନେ ଦେଖିଲେ କିରେ ଗୁରୁ କାନ୍ଦୁଛନ୍ତି, ପାଠ କ'ଣ ପଢ଼େଇବେ? ଆଚ୍ଛା, ପିଲାମାନେ ତ ପଚାରି ପାରିଥାନ୍ତେ ଗୁରୁଜୀ ଆପଣ କାହିଁ କାନ୍ଦୁଛନ୍ତି, କିନ୍ତୁ ସେବେଳେ ପଚାରି ପାରିଲେନି। କାହିଁକି ଆଜ୍ଞା? ସେବେଳର ପାଠ ପଢ଼ାର ଶିଷ୍ଟାଚାର ଥିଲା, ସମାଜର କେତେ ଶୃଙ୍ଖଳା ଥିଲା। ଆପଣ ପୁରାଣ ଦେଖନ୍ତୁ, ପୁରାଣ ଆମେ ପଢୁଛେ କାହିଁକି ନା ସାମାଜିକ ଶୃଙ୍ଖଳା ଆସିବ। ସେବେଳେ ଗୁରୁଙ୍କ ଆଗରେ ଶିଷ୍ୟ କଥା କହୁନଥିଲା। ପୁରୁଣା କାଳରେ ବାପା ଆଗରେ ପୁଅ କଥା କହୁନଥିଲା। ପୁରୁଣା କାଳରେ ଶାଶୁ ଆଗରେ ବୋହୂ କଥା କହୁନଥିଲା। କିନ୍ତୁ ଏବେ ଯୁଗ ବଦଳିଗଲା। ମାଲୋ ସେତେବେଳେ ଝିଅ ବାହାଘର ତମେ କରିବା ପୂର୍ବରୁ 2 ମାସ ଆଗରୁ ମା କାନ୍ଦୁଥିଲା ବସି, ହେ ପ୍ରଭୁ ମୋ ଝିଅ ପର ଘରକୁ ଯିବ କେମିତି ଚଳିବ, ତୁ ସାହା ଭରସା ଲୋ ମା। ଜାଗୁଳେଇକି ମୁଣ୍ଡିଆ ମାରିଥିଲେ, ଠାକୁରଙ୍କୁ ମୁଣ୍ଡିଆ ମାରିଥିଲେ। ଏବେ ବାହାଘର ସ୍ଥିର ହେଲେ ଝିଅ ମା ଆଉ କାନ୍ଦୁନି। ବାହାଘର ଠିକ ହେଲା ଦିନ ପୁଅ ମା କାନ୍ଦୁଛି, ହେ ପ୍ରଭୁ କେମିତି ଲକ୍ଷ୍ମୀ ସାନ୍ତାଣୀ ଘରକୁ ଆସିବ, ଖାଇବାକୁ ଦବ କି ନାହିଁ କିଏ କହିବ। ସେତେବେଳେ ସିନା ଝିଅ ମା କାନ୍ଦୁଥିଲେ, ଏବେ ଓଲଟା ଯୁଗ, ପୁଅ ମା କାନ୍ଦୁଛନ୍ତି। ସେତେବେଳେ ବୋହୂ ପଚାରିଥିଲା ଶାଶୁକୁ, ବୋଉ କ'ଣ ରୋଷେଇ ହବ? ହଉ ହଉ ପ୍ରଭୁ ସତ୍ୟନାରାୟଣ କଲ୍ୟାଣ କରନ୍ତୁ। ହଁ କ'ଣ लो ବାପା ନା କ'ଣ ତାଙ୍କ ନା? ଓହ କେଡ଼େ ସୁନ୍ଦର ନା। ଯାଉ ଏଇଟା ହେଉଛି ବିଧାନ। ଶିବପ୍ରସାଦ ଜଣେ ଲକ୍ଷ୍ମୀପ୍ରିୟା। ସେତେବେଳେ ଠାକୁରଙ୍କ ନାଁ ଆଜ୍ଞା ଦିଅନ୍ତି କାହିଁକି ବାପା ମା? ଠାକୁରଙ୍କୁ ତ ଆମେ ଡାକିବାକୁ ସମୟ ନାହିଁ। ପିଲାଙ୍କ ନାଁ ଯଦି ଠାକୁରଙ୍କ ନାଁ ଦେଇଥିବା ତାଙ୍କୁ ଡାକିଲେ ତ ଠାକୁରଙ୍କୁ ଡାକିଲା ଭଳିଆ ହବ। ଆଉ ହରି ନାଁ ଧରିକିରି ମୁକ୍ତି ପାଇଗଲା ନା ଅଜମ୍ବିଳ ପାପି। ଆଉ କିନ୍ତୁ ଏବେ ଆଉ